जीଙ୍କର महापरायण दिवस सी 1987 ଜାନୁଆରୀ 2 तारिख दिन ତାଙ୍କର ତିରୋଧାନ ହୋଇଥିଲା ଏବଂ ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଦିନ ଏଇଥିପାଇଁ ଯେ ଆଜି ସମଗ୍ର ରାଜ୍ୟରେ ଭାରତବର୍ଷରେ ମଧ୍ୟ ତାଙ୍କର ଆଜି ତିରୋଧାନ ଦିବସଟି ପାଳନ ହେଉଛି। ଭଦ୍ରକରେ ମଧ୍ୟ ବିଭିନ୍ନ ସ୍ଥାନରେ ମଧ୍ୟ ତାଙ୍କ ଦିବସ ପାଳନ ହେଉଛି। ତାଙ୍କର ନିଜସ୍ୱ ଜନ୍ମସ୍ଥାନ ଆଗରପଡ଼ାରେ ମଧ୍ୟ ଆଜି ସେଠିକାରେ ମଧ୍ୟ ଯେଉଁମାନେ କର୍ମକର୍ତ୍ତା ଅଛନ୍ତି, ଯେଉଁ ସ୍ମୃତି କମିଟି ଅଛି, ସେ ମଧ୍ୟ ପାଳନ କରୁଛି। ଡକ୍ଟର ହରେକୃଷ୍ଣ ମହତାବ ଖାଲି ଭଦ୍ରକ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ସେ ଗୋଟେ ସମ୍ପତ୍ତି ଥିଲେ ଏବଂ ଏକ ମୂଲ୍ୟବାନ ବ୍ୟକ୍ତିତ୍ୱ ଥିଲେ ଏବଂ ଯିଏକି ଖାଲି ସ୍ୱାଧୀନତା ସଂଗ୍ରାମୀ ନୁହେଁ, ତାଙ୍କର ରାଜନୈତିକ ବିଚକ୍ଷଣତା, ତାଙ୍କର କୂଟନୀତି ଫଳରେ ଆଜି ଭାରତବର୍ଷର ଯେଉଁ ଆମେ ଏତେ ବଡ଼ ଭାରତବର୍ଷ ଦେଖୁଛୁ ତା ସମ୍ଭବପର ହୋଇପାରିଛି ଯେ ସମସ୍ତ ଦେଶ ସ୍ୱାଧୀନତା ପରେ ସମସ୍ତ ଗଡ଼ଜାତକୁ ଏକାଠି କରିବାରେ ଯଦି କେହି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସେ ହେଉଛନ୍ତି ଡକ୍ଟର ହରେକୃଷ୍ଣ ମହତାବ। ସେ ପଥ ପ୍ରଦର୍ଶନ କରିଥିଲେ ଓଡ଼ିଶାର ଯେଉଁ 26ଟି ଗଡ଼ଜାତ ଭିତରୁ 25ଟି ଗଡ଼ଜାତ ଯେଉଁ ମିଶ୍ରଣ ହେଲା ସମ୍ଭବ ହେଲା ଏବଂ ପ୍ରଥମ ଗଡ଼ଜାତ ହିସାବରେ ନୀଳଗିରି ଅଗଷ୍ଟ 1 ତାରିଖ ଦିନ ଯେଉଁ ମିଶ୍ରଣ କଲେ ସେଇଥିରେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯିଏକି ଉପପ୍ରଧାନମନ୍ତ୍ରୀ ସେ ତାଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ମହାତ୍ମାଙ୍କର କାର୍ଯ୍ୟ ଦ୍ୱାରା ଏବଂ ପଚାରିଥିଲେ କିଭଳି ତାକୁ ମିଶ୍ରଣ କଲ। ଏଥିରେ କେତେ ଲୋକ ମୃତ୍ୟୁବରଣ କରିଥିଲେ, କେହି ମୃତ୍ୟୁବରଣ ନ କରିକି ସେ ଯେଉଁ କାର୍ଯ୍ୟ କରିପାରିଲେ ସେଇଟା ମଧ୍ୟ ମହତାବଙ୍କ ବ୍ୟକ୍ତିତ୍ୱକୁ ବଢ଼େଇଲା ଏବଂ ମହତାବ ଫର୍ମୁଲା ଅନୁସାରେ ସେତେବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମହତାବଜୀଙ୍କ ସହିତ ଆଲୋଚନା କରି ଓଡ଼ିଶାକୁ ଆସି ଭାରତବର୍ଷରେ ଥିବା ପ୍ରାୟ 500 ଗଡ଼ଜାତକୁ ଭାରତବର୍ଷରେ ସାମିଲ କରିବା ପାଇଁ ଯେଉଁ ପଦକ୍ଷେପ ନେଲେ ଆଜି ଭାରତବର୍ଷ ଭିତରେ ଆହୁରି 500 ଭାରତବର୍ଷ ସୃଷ୍ଟି ହୋଇପାରିଥାନ୍ତା, ତାହା ହୋଇପାରିଲା ନାହିଁ। ଯାହାକି ଗୋଟିଏ ଭାରତବର୍ଷ ରହିଲା, ଯାହାକି ସମ୍ବିଧାନରେ ବର୍ତ୍ତମାନ ଆମେ ଯେଉଁ ଧର୍ମନିରପେକ୍ଷତା ସମାଜବାଦ ବିଷୟ ଆମେ କହୁଛେ, ଭାଇଚାରା ବିଷୟ ଆମେ କହୁଛେ, ଆଜି କେବଳ ଏ ମହାନ ଭାରତବର୍ଷ ଗଠିତ ହୋଇଥିବାରୁ ଆଜି ଏ କଥା ଆମେ ଆମର ସମ୍ବିଧାନ ପ୍ରଣୟନ କରି ଏକ ନିଜକୁ ଗର୍ବ ଅନୁଭବ କରିପାରୁଛନ୍ତି। ଆଜି ଆମ୍ବେଦକର ଭଳି ଯିଏକି ଆମର ସମ୍ବିଧାନର ପ୍ରଣେତା ଯାହା କହିଛନ୍ତି ଏବଂ ଯାହା ଲେଖିଛନ୍ତି ତାକୁ ଯଦି ଆମେ ଅକ୍ଷରେ ଅକ୍ଷରେ ପାଳନ କରିବା ତାହେଲେ ନିଶ୍ଚିତ ଭାବରେ ଭାରତରେ ଭାଇଚାରା ରହିବ, ଭାରତର ଅଖଣ୍ଡତା ରହିବ ଏବଂ ଯଦି ଆମେ ଡକ୍ଟର ହରେକୃଷ୍ଣ ମହତାବଜୀଙ୍କର ଯଦି ପରାମର୍ଶକୁ ମାନିକି ଶାସନକର୍ତ୍ତାମାନେ କାମ କରିବେ, ସେ ଯେମିତି କହୁଥିଲେ ଯେ ଆମ ରାଜ୍ୟ ଆମ ଦେଶ ହେଉଛି କୃଷି ପ୍ରଧାନ ରାଜ୍ୟ ଏବଂ କୃଷି ପ୍ରଧାନ ଦେଶ, କୃଷି ଉପରେ ଗୁରୁତ୍ୱ ଦେବା ଉଚିତ। ତେଣୁ ପ୍ରଥମ ମନ୍ତ୍ରିମଣ୍ଡଳରେ ସେ ପ୍ରଥମେ କୃଷି ଉପରେ ଗୁରୁତ୍ୱ ଦେଇଥିଲେ, ଯାହାଫଳରେ ହୀରାକୁଦ ଡ୍ୟାମ୍ ହେଉ ଆମର ହଦଗଡ଼ ଡ୍ୟାମ୍ ହେଉ ତାଙ୍କରି ସମୟରେ ନିର୍ମାଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେ କହିଲେ, ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ କହିଲେ କୃଷି ପରେ ଶିଳ୍ପର ଆବଶ୍ୟକତା ଅଛି, ନିଯୁକ୍ତିର ଆବଶ୍ୟକତା ଅଛି, ଅର୍ଥନୀତିର ବିକାଶର ଆବଶ୍ୟକତା ଅଛି। ସେଥିପାଇଁ ମଧ୍ୟ ଆରମ୍ଭ କରିଥିଲେ ବିଭିନ୍ନ ଶିଳ୍ପାଞ୍ଚଳ ଲାଇକ୍ ଇସ୍ପାତ କାରଖାନା ଇତ୍ୟାଦି ଇତ୍ୟାଦି ଏବଂ ସେତେବେଳେ ତାଙ୍କୁ ସହଯୋଗ କରୁଥିଲେ ଆମର ସେ ସମୟ ଯୁବ ନେତା କହିଲେ ଅତ୍ୟୁକ୍ତି ହେବ ନାହିଁ, ରାଇଜିଂ ୟୁଥ୍ ବିଜୁ ପଟ୍ଟନାୟକ। ଆଜି ଯଦି ଡକ୍ଟର ହରେକୃଷ୍ଣ ମହତାବକୁ ପରିଚୟ କିଏ ଜଣେ ସର୍ଟରେ କହେ କ'ଣ, ଅନ୍ୟମାନେ ଯେମିତି କହନ୍ତି ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା, ସେରକମ ଡକ୍ଟର ହରେକୃଷ୍ଣ ମହତାବ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତିଆରି କାରଖାନା। ଏବଂ ଯେତେ ମୁଖ୍ୟମନ୍ତ୍ରୀ ତାଙ୍କ ପରେ ପରେ ଆସିଥିଲେ, ଆପଣ ଭାବନ୍ତୁ ବିଜୁ ପଟ୍ଟନାୟକ ହୁଅନ୍ତୁ କି ନୀଳମଣି ରାଉତ ହୁଅନ୍ତୁ କି ଜାନକୀ ବଲ୍ଲଭ ପଟ୍ଟନାୟକ ହୁଅନ୍ତୁ କି ବୀରେନ୍ଦ୍ର ମିତ୍ର ହୁଅନ୍ତୁ, ସମସ୍ତେ ଆଶୀର୍ବାଦ ନେଇଛନ୍ତି, ଟ୍ରେନିଂ ନେଇଛନ୍ତି ଡକ୍ଟର ହରେକୃଷ୍ଣ ମହତାବଙ୍କ ଠାରୁ। ତେଣୁ ହରେକୃଷ୍ଣ ମହତାବଙ୍କ ବିଷୟରେ ଯଦି ଆରମ୍ଭ କରିବା ତା ଶେଷ ନାହିଁ। ତାଙ୍କୁ ଯେଉଁ ଦିଗରୁ ଆପଣ ଆଲୋଚନା କରିବେ ସେଥିରେ ଗୋଟେ ତାଙ୍କର ସ୍ୱତନ୍ତ୍ରତା ଅଛି। ଜଣେ ଐତିହାସିକ ହିସାବରେ ହେଉ, ସାହିତ୍ୟିକ ହିସାବରେ ହେଉ, କବି ହିସାବରେ ହେଉ, ଲେଖକ ହିସାବରେ ହେଉ, ସଂଗ୍ରାମୀ ହିସାବରେ ହେଉ, ଗବେଷକ ହିସାବରେ ହେଉ, ସବୁ ଜ୍ଞାନ ଗୁଣରେ ସେ ପରିପୂର୍ଣ୍ଣତା ଥିଲା। ତେଣୁ ଏଭଳି ଏକ ମହାପୁରୁଷଙ୍କୁ ଆମ ମାଟି ଜନ୍ମ ଦେଇଥିଲା।